ଆଜିର ଗପ ସିଂହ ଏବଂ ମୂଷା। ଦିନେ ଗୋଟିଏ ସିଂହ ଖରାରେ ଘାସ ଉପରେ ଘୁମଉଥିଲା। ଏକ ଛୋଟ ମୂଷା ବାହାରେ ଖେଳୁଥିଲା। ସେ ମୂଷାଟି ସିଂହର କାନ୍ଧ ଉପରେ ଚଢୁଥିଲା, ପିଠି ଉପରୁ ଖସୁଥିଲା, ପୁଣି ଚଢୁଥିଲା। ପ୍ରଥମେ ସିଂହ ଏତେ ବିରକ୍ତ ହେଉନଥିଲା, କିନ୍ତୁ ମୂଷା ଯେତେବେଳେ ଖେଳୁ ଖେଳୁ ସିଂହର ନାକ ଭିତରକୁ ପଶିବାର ଚେଷ୍ଟା କଲା, ସିଂହ ରାଗିଗଲା। ମୂଷାକୁ ଜୋରରେ ଚିପି ଧରିଲା। ଗର୍ଜନ କରି ପାଟି ଆଁ କରି କହିଲା, ମୁଁ ତତେ ଖାଇଦେବି। ନା ନା, ଦୟାକରି ଏମିତି କରନ୍ତୁ ନାହିଁ। ଛୋଟ ମୂଷା ଅତି ଭୟଭୀତ ହୋଇ କହିଲା, ମୋତେ ଦୟା କରନ୍ତୁ ଏବଂ ଦିନେ ମୁଁ ଆପଣଙ୍କୁ ସାହାଯ୍ୟ କରିବି। ମୁଁ ଏକ ସିଂହ, ତୁ ଏକ ସାମାନ୍ୟ ମୂଷା। ତୁ ମୋତେ କି ସାହାଯ୍ୟ କରିପାରିବୁ? ସିଂହ ଜୋରରେ ହସିଲା ଏବଂ ମୂଷାଟି ଦୌଡ଼ି ପଳାଇଗଲା। ଦିନ ପରେ ଦିନେ ମୂଷା ବାହାରେ ବୁଲୁଥିଲା। ଏହି ସମୟରେ ସେ ଏକ ବଡ଼ ଗର୍ଜନ ଶୁଣିଲା ଏବଂ ଦେଖିଲା ଯେ ଜଙ୍ଗଲର ରାଜା ସିଂହକୁ କିଏ ଗଛରେ ବାନ୍ଧି ଦେଇଛି। ଅନ୍ୟ ସବୁ ଜନ୍ତୁମାନେ ଡରରେ ଏପଟ ସେପଟ ହେଉଛନ୍ତି। ମୂଷା ସିଂହକୁ ଦେଖି ପାଖକୁ ଆସିଲା ଏବଂ ଯୋଜନା କଲା ସିଂହକୁ ମୁକ୍ତ କରିବା ପାଇଁ, କିନ୍ତୁ ସିଂହ ତାକୁ ଦେଖି ଅଣଦେଖା କଲା, କାରଣ ସାମାନ୍ୟ ମୂଷା ତାକୁ କେମିତି ସାହାଯ୍ୟ କରିବ ତାର ବିଶ୍ୱାସ ହେଉନଥିଲା। କିନ୍ତୁ ମୂଷା ଦ୍ରୁତ ଗତିରେ ସିଂହର ଜାଲ ତାର ତୀକ୍ଷ୍ଣ ଦାନ୍ତରେ କାଟିବାକୁ ଲାଗିଲା। କେତେ ସମୟ ପରେ ମୂଷା ଜାଲଟିକୁ ପୁରା କାଟିବାରେ ସମର୍ଥ ହେଲା ଏବଂ ଶିକାରୀ ଆସିବା ପୂର୍ବରୁ ସିଂହ ଜାଲରୁ ମୁକୁଳି ଆସିଲା। ସିଂହ ଖୁସିରେ କହିଲା, ଏ ଛୋଟ ମୂଷା, ମୁଁ ତ ମୁକ୍ତ ହେବାର ଆଶା ହରାଇ ଦେଇଥିଲି। ଛୋଟ ମୂଷା, ଧନ୍ୟବାଦ, ମୁଁ ମୁକ୍ତ ହୋଇଛି। ତୁ ସେଦିନ ଠିକ୍ କହିଥିଲୁ। ମୁଁ ତତେ ଛୋଟ ମନେ କରିଥିଲି, କିନ୍ତୁ ତୁ ମୋତେ ସାହାଯ୍ୟ କଲୁ। ତୁ ମୋର ସବୁଠାରୁ ଭଲ ସାଙ୍ଗ। କାହାରିକୁ ଛୋଟ ମନେ କରିବା ଉଚିତ ନୁହେଁ।